ଘରେ ଆମେ ଗୋଟେ ଇଣ୍ଡକ୍ସନ୍ ହିଟର ୟୁଜ୍ କରୁଛେ, ଫ୍ଲେମଲେସ୍ କୁକିଂ ତାକୁ କହୁଛେ। ନା ନିଆଁ ଦିଶୁଛି ନା ଧୂଆଁ ବାହାରୁଛି, ବସ୍ ଖାଲି ଇଲେକ୍ଟ୍ରିସିଟିରେ କନେକ୍ଟ କରୁଛେ। ଆଜି ତା ପ୍ରିନ୍ସିପଲ୍ ଟିକେ ବୁଝିବା। ପୁରୁଣା ଜମାନାରେ ଆମେ ଯୋଉ ହିଟରଟା କନେକ୍ଟ କରୁଥିଲେ, ଦେଖିବେ ଯେତେବେଳେ ପାୱାର ସପ୍ଲାଏ ଦେଇଦେଲେ ସେ ଯୋଉ କଏଲଟା ପୁରା ରେଡ୍ ହଟ୍ ହୁଏ। ତାପରେ ପ୍ୟାନ୍ ବସିଲା, ଡେକ୍ଚି ହାଣ୍ଡି ଯାହା ବସିଲା, ଖାନା ପକେଇଲେ। ସେ କୋଉ ପ୍ରିନ୍ସିପଲ୍‌ରେ ଚାଲେ ନା ଯୋଉଟା ଆମେ 10th ରେ ପଢିଥିଲେ, H ଇକ୍ୱାଲ୍ ଟୁ ହିଟ୍ ଏନର୍ଜି ଯାହା ସେଠୁ ଆସୁଛି I ସ୍କୋୟାର୍ RT। କରେଣ୍ଟ ଗଲା, ସେ କଏଲଟା ଗୋଟେ ରେଜିଷ୍ଟିଭ୍ ମେଟେରିଆଲ୍ ଥାଏ, ନିକ୍ରୋମରେ ଥାଏ ଜେନେରାଲାଇଜ୍। ତ ପାଣି ଗରମ ହୁଏ। କିନ୍ତୁ ଇଣ୍ଡକ୍ସନ୍ ହିଟର ଯୋଉଟା ଆମେ ୟୁଜ୍ କରୁଛେ, ମାର୍କ କରିବେ ସେଟା ବହୁତ ଫାଷ୍ଟ। ସେ ଆର ହିଟର ଅପେକ୍ଷା ଇଣ୍ଡକ୍ସନ୍ ହିଟରଟା ବହୁତ ଫାଷ୍ଟ ଆକ୍ଚୁଆଲି କୁକିଂ କରିବା ପାଇଁ। ସେ ଡାଇରେକ୍ଟଲି ଏଇ ପ୍ରୋସେସଟା ୟୁଜ୍ କରେନି। ସେ ଯୋଉ ଇଣ୍ଡକ୍ସନ୍ ହିଟିଂର ପ୍ରିନ୍ସିପଲ୍ ବୁଝିବା ପାଇଁ ଆମେ ଟିକେ ସାଧାରଣ ଭାଷାରେ ବୁଝଉଛି, ସେଥିରେ ଗୋଟେ ଟର୍ମ ୟୁଜ୍ ହୁଏ ଇନଡ୍ୟୁସ୍ଡ। ଇନଡ୍ୟୁସ୍ଡ ଯୋଉ ଟର୍ମଟା ଜେନେରାଲି ଫିଜିକ୍ସରେ ଆମର ମ୍ୟାଗ୍ନେଟିକ୍ ଫିଲ୍ଡ ସାଙ୍ଗରେ ରିଲେଟେଡ୍ ଥାଏ। ତ ଏ ଯୋଉ କଏଲ୍ ଅଛି, କଏଲ୍ ଭିତରେ ଯେତେବେଳେ ଗୋଟେ ହାଇ ଫ୍ରିକ୍ୱେନ୍ସି ଏସି କରେଣ୍ଟ ଦଉଛେ, ଗୋଟେ ମ୍ୟାଗ୍ନେଟିକ୍ ଫିଲ୍ଡ ଜେନେରେଟ୍ ହଉଛି। ସେଟାକୁ କୁହନ୍ତି ଫାରାଡେଜ୍ ପ୍ରିନ୍ସିପଲ୍ ବୋଲି। ସେ ମ୍ୟାଗ୍ନେଟିକ୍ ଫିଲ୍ଡ ଯୋଉ ଜେନେରେଟ୍ ହଉଛି, ସେ ଗୋଟେ କରେଣ୍ଟ ଇନଡ୍ୟୁସ୍ଡ କରୁଛି। ଆଉ ସେ କରେଣ୍ଟ ଯୋଉଟା ଇନଡ୍ୟୁସ୍ଡ ହଉଛି, ସେଇଟା ସେଇ ପାଖରେ ଯଦି ଗୋଟେ ମେଟାଲ ପିସ୍‌ଟେ ରଖୁଛେ ଆମେ ତା ଭିତରେ କି ତା ସାଇଡ୍‌ରେ ଯୋଉଠି ବି, ସେ କରେଣ୍ଟଟା ତା ଭିତରେ ଡେଭଲପ୍ ହବ। ଆଉ କରେଣ୍ଟଟା ଯେତେବେଳେ ତା ଭିତରେ ଡେଭଲପ୍ ହବ, ହିଟ୍ ଜେନେରେଟ୍ ହବ। ଆଚ୍ଛା, ଆମେ ଯୋଉ ଅର୍ଡିନାରୀ ହିଟର ୟୁଜ୍ କରୁଥିଲେ, ସେଥିରେ ଆଉ ଏଥିରେ ଭିତରେ ଡିଫରେନ୍ସ କ'ଣ ନା, ଅର୍ଡିନାରୀ ହିଟର କଏଲଟା ନିଜେ ପୁରା ଗରମ ହୁଏ, ନାଲି ହୁଏ, ଧରି ହବନି। ଏକ ତ କରେଣ୍ଟ ମାରିବ, ଜୋରେ ହାତ ପୋଡ଼ିବ। କିନ୍ତୁ ଆମର ଯୋଉ ଇଣ୍ଡକ୍ସନ୍ ହିଟିଂ ଏଟା ଯଦି ଧରିବେ ଆପଣ, ସେଇଟା ନିଜେ ଗରମ ହୁଏନି। ସିଏ କେବଳ କାମ କରେ ଯେ ଗୋଟେ ଏ ଭାରିଏବଲ୍ ମ୍ୟାଗ୍ନେଟିକ୍ ଫିଲ୍ଡ ବନେଇବାରେ। ସିଏ ନିଜେ ହିଟ୍ ହୁଏନି। ଆଉ ସେକେଣ୍ଡ କଥା ହେଲା, ସେଥିରେ କ'ଣ ହୁଏ ନା ଲେୟାର ୱାଇଜ୍ ଟ୍ରାନ୍ସଫର୍ ହବ ହିଟ୍‌ଟା। ମାନେ କରେଣ୍ଟ ଯିବ, ହିଟ୍ ଜେନେରେଟ୍ ହେଲା, ସେ ଆପଣଙ୍କର ସେଟା କ'ଣ କହିଲେ ରେଡ୍ ହଉଛି, କଏଲ୍‌ଟା ରେଡ୍ ହବ। ତାପରେ ଡେକ୍ଚି ଅଛି, ପାଣି ଅଛି, ଏମିତି ହେଇକି ଯିବ। ଏଥିରେ କିନ୍ତୁ ଡାଇରେକ୍ଟ ୱାର୍କ ପିସ୍‌ଟା ହିଟ୍ ହବ। ସେଥିପାଇଁ ପ୍ରିନ୍ସିପଲ୍‌ଟା ଆମେ ଜେନେରାଲି ମାନେ ଆପଣମାନେ ଭାବନ୍ତୁନି ଯେ ଆମେ ଘରେ ୟୁଜ୍ କରୁଛେ ବୋଲି। ଜେନେରାଲି ସେଟା ଇଣ୍ଡଷ୍ଟ୍ରିରେ ବେଶୀ ୟୁଜ୍ ହୁଏ, ମେଲ୍ଟିଂ କରିବା ପାଇଁ ଯେକୌଣସି ଜାଗାରେ ଓର୍‌ର। ସେ ଯୋଉ ଇନଡ୍ୟୁସ୍ଡ କରେଣ୍ଟ ଗୋଟେ ସ୍ପେସିଫିକ୍ ନେମ୍ ଦିଆହେଇଛି, ସେଟାକୁ ଏଡି କରେଣ୍ଟ ବୋଲି କୁହାଯାଏ। ଧନ୍ୟବାଦ। ଜୟ ଜଗନ୍ନାଥ।